ପାଗରେ ପରିବର୍ତ୍ତନ ଘଟୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର। ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି। ପାଣିପାଗର ସ୍ଥିତି ଦେଖି ଜିଲ୍ଲାପାଳମାନେ ସ୍କୁଲ ଖୋଲିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଆଗାମୀ 20 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାମଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ଇଟିଭି କର୍ମଚାରୀ ପ୍ରଭାକର ଦଳାଇ ଏବଂ କ୍ୟାମେରାମ୍ୟାନ୍ ଦୀନଭଞ୍ଜନ ପଣ୍ଡା। ରାମଜୀ ରାଓଙ୍କର ଦଶା ଅବସରରେ ପୂର୍ବତନ କର୍ମଚାରୀମାନେ ଶୁଦ୍ଧିକ୍ରିୟା ଆୟୋଜନ କରିଛନ୍ତି। ଭୁବନେଶ୍ୱରର ବିନ୍ଦୁସାଗର କୂଳରେ କେତେକ ପୂର୍ବତନ କର୍ମଚାରୀ ରାମଜୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡନ ମଧ୍ୟ ହୋଇଥିଲେ। ରାଜ୍ୟରେ ଚଳିତ ବର୍ଷ ଏଯାବତ୍ ଅଂଶୁଘାତରେ 41 ଜଣଙ୍କର ଜୀବନ ଗଲାଣି। ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ଏହି ସୂଚନା ଦେଇଛନ୍ତି। ଅଂଶୁଘାତଜନିତ ମୃତ୍ୟୁକୁ ନେଇ 161ଟି ଅଭିଯୋଗ ଆସିଥିଲା। ଜିଲ୍ଲାପାଳମାନେ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରୁ 41 ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଆଉ କିଛି ସ୍ଥାନରୁ ରିପୋର୍ଟ ଆସିନାହିଁ। ଆହୁରି 3-4 ଦିନ ଖରା ରହିବ। ତେଣୁ ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ଆଗାମୀ 19 ତାରିଖ ପର୍ଯ୍ୟନ୍ତ 2 ଦିନ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ହେବ। ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। କଟକ ଜିଲ୍ଲା ଆଠଗଡ଼ ବନାଞ୍ଚଳ ସରିସପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଆଜି ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ 5ରୁ 6 ବର୍ଷ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଆଠଗଡ଼ ବନ ବିଭାଗ ଅଧିକାରୀଙ୍କ ସହିତ ପ୍ରାଣୀ ଚିକିତ୍ସକ ପହଞ୍ଚି ଯାଞ୍ଚ କରିଛନ୍ତି। ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସଲପଗୁଡ଼ା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଶିବ ମାଣ୍ଡି। ସଲପଗୁଡ଼ା ଗାଁରେ ବର୍ଷା ସହିତ ପ୍ରବଳ ଘଡ଼ଘଡ଼ି ହୋଇଥିଲା। ସେତେବେଳେ ଗାଁ ମୁଣ୍ଡରେ ଜମିରେ କିଛି ଲୋକ ମକା କ୍ଷେତରେ କାମ କରୁଥିଲେ। ବର୍ଷା ଓ ଘଡ଼ଘଡ଼ି ହେବାରୁ ସେମାନଙ୍କ ମଧ୍ୟରୁ ଏହି 4 ଜଣ ସେଠାରେ ନିକଟରେ ଥିବା ଏକ କୁଡ଼ିଆ ଘରକୁ ଚାଲି ଯାଇଥିଲେ। ସେମାନେ ସେଠାରେ ଆଶ୍ରୟ ନେଇଥିବା ବେଳେ ବିଜୁଳି ମାରିଥିଲା। ଫଳରେ ଶିବ ମାଣ୍ଡିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟରେ 16 ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ 4 ଜଣଙ୍କର ଜୀବନ ଯାଇଛି। ଏହି 4 ଜଣ ସାଙ୍ଗ ଗତକାଲି ରାତିରେ କାର୍ ଯୋଗେ ତୁକୁଳା ଗାଁକୁ ଏକ ଜନ୍ମବାର୍ଷିକୀ ଭୋଜି ଖାଇବାକୁ ଯାଇଥିଲେ। ରାତି ପ୍ରାୟ 12ଟା ବେଳେ ସେମାନେ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଲଛିପୁର ଗାଁ ନିକଟରେ ଏକ ଟ୍ରାକ୍ଟର ସହିତ ସେମାନଙ୍କର ଧକ୍କା ହୋଇଥିଲା। ଏହାପରେ ଉକ୍ତ ରାସ୍ତା ଦେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କ କାର୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ 4 ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମୁଡ଼ା ନିକଟରେ ରାଜ୍ୟ ସରକାରଙ୍କର ଏକ ବସ୍ ପାହାଡ଼ରେ ପିଟି ହେବାରୁ 15ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ 5 ଜଣଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଇଛି। ବସ୍ଟିରେ 30ରୁ ଅଧିକ ଯାତ୍ରୀ ଥିଲେ। ବସ୍ଟି ପଙ୍କଡିହିରୁ ଗୁରୁଣ୍ଡିଆ ଦେଇ ବଣାଇ ଅଭିମୁଖେ ଆସୁଥିବା ବେଳେ ଘାଟିରେ ଥିବା ପାହାଡ଼ରେ ପିଟି ହୋଇଥିଲା। ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯେଉଁଠି ପାଗ ଅନୁକୂଳ ଥିବ ସେଠାରେ ସକାଳ 6:30ରୁ 10ଟା ଯାଏଁ ସ୍କୁଲ ଖୋଲିବ। ଆସନ୍ତା 20 ତାରିଖ ଯାଏଁ ଏହି ନିଷ୍ପତ୍ତି ବଳବତ୍ତର ରହିବ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ, ଭଦ୍ରକ ଓ ବରଗଡ଼ରେ ଆସନ୍ତା 3 ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। 20 ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ବିବାଦରେ ନୀତିଶ କୁମାରଙ୍କର ଜେଡିୟୁ। ନିକଟରେ ଲୋକସଭା ନିର୍ବାଚନ ଜିତିଥିବା ଦେବେଶ ଚନ୍ଦ୍ର ଠାକୁର ସେ ସୀତାମାଢ଼ି ଲୋକସଭା ଆସନରୁ ଜିତିଥିଲେ। ସେଠାରେ ରହୁଥିବା ମୁସଲିମ ଓ ଯାଦବ ସମ୍ପ୍ରଦାୟର ଲୋକଙ୍କର କୌଣସି କାମ କରିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ଏହି ଦୁଇ ସମ୍ପ୍ରଦାୟର ଲୋକ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ତାଙ୍କୁ ଭୋଟ ଦେଇ ନଥିବାରୁ ସେ ଏପରି କହିଛନ୍ତି। ଜୁନ୍ 24ରେ ସଂସଦର ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ 26 ତାରିଖରେ ବାଚସ୍ପତି ନିର୍ବାଚନ ହେବ। ବାଚସ୍ପତି ହେବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶାର କଟକରୁ ଜିତିଥିବା ଭର୍ତ୍ତୃହରି ମହାତାବ ଓ ଆନ୍ଧ୍ରର ରାଜାମୁନ୍ଦ୍ରି ଆସନରୁ ଜିତିଥିବା ଡି ପୁରନ୍ଦେଶ୍ୱରୀ। ଏହି ଦୁଇ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଥିବା ହେତୁ ଧନ୍ୟବାଦ ସ୍ୱରୂପ ଗୋଟିଏ ରାଜ୍ୟକୁ ଜଣକୁ ବାଚସ୍ପତି କରି ଲୋକଙ୍କୁ କୃତଜ୍ଞତା ଜଣାଇବେ ବୋଲି କୁହାଯାଇଛି। ପ୍ରସିଦ୍ଧ ବାଘୁଣୀ ମାୟା ଅଭୟାରଣ୍ୟରେ ସଫାରୀ କରୁଥିବା ପର୍ଯ୍ୟଟକମାନଙ୍କୁ ଅଭିବାଦନ ଜଣାଇଛି। ସେ ତା'ର ଡାହାଣ ପଟର ଆଗ ଗୋଡ଼କୁ ଟେକି ଏହାକୁ ହଲାଇଛି, ଯେମିତି ଲୋକ ଓ ନେତାମାନେ ହାତ ହଲାଇ ଅଭିବାଦନ ଗ୍ରହଣ କରନ୍ତି। ଠିକ୍ ସେହିପରି ମାୟା ତା'ର ଗୋଡ଼କୁ ହଲାଇ କ୍ୟାମେରାକୁ ପୋଜ୍ ଦେଇଛି। ନିଜର କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। ଅଭ୍ୟାସଗତ ଭାବେ ବିଳମ୍ବରେ ଅଫିସ ଆସି ଶୀଘ୍ର ଯାଉଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଏୟାର ଇଣ୍ଡିଆ AI-175 ବିମାନରେ ବେଙ୍ଗାଲୁରୁରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଛି ଧାତବ ବ୍ଲେଡ୍। ବିମାନ କର୍ତ୍ତୃପକ୍ଷ ଦେଇଥିବା ମିଲ୍ରୁ ବ୍ଲେଡ୍ ମିଳିବା ପରେ ଯାତ୍ରୀ ଜଣକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଏକ୍ସରେ ଫଟୋ ପୋଷ୍ଟ କରି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡ଼ିରେ କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଫଳରେ ଟ୍ରେନ୍ର 3ଟି ବଗି ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ଅନୁସନ୍ଧାନରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ସିଗ୍ନାଲ ସତ୍ତ୍ୱେ ଡ୍ରାଇଭର ଗାଡ଼ି ଅଟକାଇ ନଥିଲା। ପଛ ଗାଡ଼ି ଅଟକାଇବାର ଥିଲା, କିନ୍ତୁ ଡ୍ରାଇଭର ଅଟକାଇ ନଥିଲା। ସିଗ୍ନାଲ ମାନି ନଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ତଥା CEO ଜୟ ବର୍ମା ସିହ୍ନା କହିଛନ୍ତି। ସେପଟେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 10 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଗୁରୁତରଙ୍କୁ 2.5 ଲକ୍ଷ ଟଙ୍କା, ଆହତଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଇଟାଲୀର ଆପୁଲିଆ ନିକଟରେ ଆୟୋଜିତ ହୋଇଥିଲା G7 ଶିଖର ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗ ନେଇଥିଲେ। G7ରେ ପୋପ୍ ଫ୍ରାନ୍ସିସ୍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସାକ୍ଷାତ ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ କେରଳ ୟୁନିଟ୍ ଅପମାନିତ କଲା ଭଳି ଏକ ପୋଷ୍ଟ ସେୟାର କରିଥିଲା। ଏହି ପୋଷ୍ଟରେ କୁହାଯାଇଥିଲା, ଶେଷରେ ପୋପ୍ଙ୍କୁ ଭଗବାନଙ୍କୁ ଭେଟିବାର ସୁଯୋଗ ମିଳିଗଲା। ତେବେ ଏହି ପୋଷ୍ଟକୁ ନେଇ ବିବାଦ ଉପୁଜିବା ପରେ ଏବେ କଂଗ୍ରେସ ସୋସିଆଲ ମିଡିଆ ସାଇଟରୁ ଏହାକୁ ହଟାଇ ଦେଇଛି। ଏଥିସହ କ୍ଷମା ମଧ୍ୟ ମାଗିଛି।
ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚାଇବାସାରେ ସୁରକ୍ଷାକର୍ମୀଙ୍କର ଏନ୍କାଉଣ୍ଟରରେ 4 ଜଣ ନକ୍ସଲ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଜୋନାଲ କମାଣ୍ଡର, ଜଣେ ସବ୍-ଜୋନାଲ କମାଣ୍ଡର ଓ ଜଣେ ଏରିଆ କମାଣ୍ଡର ଥିବା ଜଣାପଡ଼ିଛି। ଏହିପରି ଜଣେ ଏରିଆ କମାଣ୍ଡର ସମେତ 2 ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଏନ୍କାଉଣ୍ଟର ସ୍ଥଳରୁ ରାଇଫଲ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ ଉପରେ ଗଡ଼ିଲା ଟ୍ରେନ। ସଫଳ ହେଲା ପରୀକ୍ଷା। ପରୀକ୍ଷାମୂଳକ ଭାବେ ଚେନାବ ବ୍ରିଜ ଉପରେ ଭାରତୀୟ ରେଲୱେ ପକ୍ଷରୁ ଇନ୍ସପେକ୍ସନ କାର୍ ଛଡ଼ାଯାଇଥିଲା। ସଫଳତାର ସହ ଏହା ଜାମ୍ମୁ କାଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଚଳାଚଳ କରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସାଉଦି ଆରବର ପବିତ୍ର ମକ୍କା ମଦିନାରେ ଅଘଟଣ। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ 14,000 ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ସମସ୍ତ ମୃତକଙ୍କ ଜର୍ଡାନ ନାଗରିକ ବୋଲି ସୂଚନା ମିଳିଛି। ଏଥିସହ 17ରୁ ଅଧିକ ଯାତ୍ରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। କନ୍ଦାଇଲାଣି ପିଆଜ ଓ ପନିପରିବା ଦର। ବଜାରରେ ଯାହାକୁ ଛୁଇଁଲେ 60 ଟଙ୍କା। କିଛି ପରିବାର ଦାମ 80 ପାର କଲାଣି। ସପ୍ତାହକ ଭିତରେ 20 ଟଙ୍କା ବଢ଼ିଗଲାଣି ପିଆଜ ଦର। ଯାହାକୁ ନେଇ ଚିନ୍ତାରେ ଗ୍ରାହକ। କ'ଣ ଖାଇବେ ଓ କେମିତି ଚଳିବେ, ଏହି ଚିନ୍ତାରେ ପଡ଼ିଗଲେଣି। ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଏବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଏନେଇ ସବୁ କଥାବାର୍ତ୍ତା ଶେଷ ହୋଇଯାଇଛି। ବିସିସିଆଇ ଖୁବ୍ ଶୀଘ୍ର ଗୌତମ ଗମ୍ଭୀରଙ୍କ ନାଁ ଘୋଷଣା କରିବ।